आज आलोचना करिवा राति पाइले सत्य आसी अर्खित दासंग लेखा राति पाइले सत्य आसी। बर्तमान तुम देख लोक निज स्वार्थ पाई मनीष मनीष को मार दो निज स्वार्थ कहीं से हिंस्र हो जाऊला। एटी हिंस्र शब्दर अर्थ होची पशु है ना, से पशु पलटि जाऊची। वर्तमान समय रे मैं देखू साधु सन्त मध्य अनेक साधु सन्त साधु निजे साधु सन्त साधु सतु समालोचना एवं जड़े किए गोटा कौन कथा कहीदेला ये कौन समालोचना कर जी बड़ हम हो से कौन अच्छी ना मु जहाँ कहूँ ठीक से ठीक आम जो गवेषक भितर टकरा एगुरा कौन ज्ञानर महत्व हौ ठाकुर अभिराम कही खंडगिरी सभा से तारी अनेक साधु सन्त आई अनेक मत रखिंट तेणु जहाँ रुचि जेपरी सी बड़ हेले हूँ मुझे छोट हो सब बेले छोट गाटा हूँ विद्रोह निखिति ओजन समतुल को भारी हुए जी रहित जो आमर उत्कल पंच महापुरुष मान आसी अनेक आसि सब देख देखी हीन दास पामर एमती सब भाषा सब लिखी से सब भणिता देहरे कहीं से तो निज को गर्व करते से मु शब्दटा कही था देख दास अच्युत शूद्र अच्युत पामर अच्युत दास जगन्नाथ शूद्र जगन्नाथ पामर जगन्नाथ ये सब महापुरुष भणिता कर हीन शब्द लगे महापुरुष मैंने तरह आसते सब यहीपरि भाव से लिखिं पद कहीं से निजे से भाव रहीकि प्रभु को अनुसरण कर आम जिते आम कौन शिखुचे आम कौन शिखुचे आम पर सी कहले हीन आम छुआ आम ताठू आहरी तलू तेणु आम जहाँ कहूँ से आम कहना कहते मु जहाँ कहूँ अक्षर के सत्य कौन सेमती क्या कहया कथा नुह ज्ञान हूँ सागर जार कलना ना तेणु आम से अणुरु अणुबद्ध आम कष्ट सहित एत गर्व करने कथा ठीक नुह अति दर्प हता लंगा अति मान च गौरवा अतिदाने बलिवध अति सर्वत्र रहित गर्व अहंकार ठीक नुह जगत को आम कौन शिक्षा दवा सब हीन हो न्यून काम हो मन को ज्ञान हर कर मल्ली फूल फुटिले मन को आसना हम आ मल्ली फूल फुटी न फुटिकी तुम डेंगुरा बाड़ तार महत्व कौन आम मत कौन काच काच मणिमणि कार्य बेले
ଆଗେ ଆମେ କହୁ କଣ, ଆଗେ ବିନାଶ ତାପରେ ପ୍ରକାଶ। ବୁଝି ହଉଛି ନା? ତେଣୁ ଭାବାର୍ଥ ପ୍ରଭୁଙ୍କର ସ୍ୱତନ୍ତ୍ରବାଦ, ପ୍ରଭୁ ପାଇବା ବ୍ୟକ୍ତି ବା ପ୍ରଭୁଙ୍କର ମାର୍ଗ ହଉଛି ସ୍ୱତନ୍ତ୍ରବାଦ। ତାଙ୍କର ହିଂସା, ଗର୍ବ, ଅହଙ୍କାର ଏଗୁଡ଼ା କିଛି ରହିବ ନଥିବ। ସେ ଭିତରେ ମହାପୁରୁଷ ଫଳଂ ଛାୟା ସମନ୍ୱିତ ଯଦି ଦୈବାତ ଫଳଂ ନାହାତି ଛାୟା କେନ ନିର୍ବାଚ୍ୟ। ମନୁଷ୍ୟର କର୍ମ ଏଇ ଗୋଟାକ ହବା କଥା, ଗର୍ବ କରିବା କଥା ନୁହେଁ। ଏଇ ଗର୍ବ ଭାଙ୍ଗିବା ପାଇଁ କି ପ୍ରଭୁ ଦିନ ଆସିବେ। ଏଇ ଜ୍ଞାନ ଭାଙ୍ଗିବା ପାଇଁ ପ୍ରଭୁ, ଏଇ ଗର୍ବ ଭାଙ୍ଗିବା ପାଇଁ କି ନିଶ୍ଚିନ୍ତ ଆସିବେ। କାରଣ ଉଦ୍ଧବକୁ କହିଥିଲେ, ହଉ ଉଦ୍ଧବ ମନେ ରଖିଛୁ, ଅଧିକା ଆଶ୍ରମ ଯାଉଛୁ, ମୁକାର ଶବ୍ଦଟାକୁ ରଖିବୁନୁ। ଉଦ୍ଧବ ମନେ ରଖିଥିବୁ, ମୁଁ ମଲେ ମୋତେ ତୁ ପାଇବୁ। ମୁକାର ଶବ୍ଦ ବିନାଶ ହେଲେ ତୁ ମତେ, ମୁକାର ଶବ୍ଦ ରଖି ତୁ ପ୍ରଭୁଙ୍କୁ ଭଜିଲେ କିଛି ପ୍ରଭୁର ପଟାକୁ ବି ପାଇବୁ ନାହିଁ। ପରେ ଯିବୁ, ତ ପ୍ରକୃତି ତତେ ହିଁ ଖାଇଦବ। ତେଣୁ ମୋର କହି ସରବେ ମରି ଅଚ୍ୟୁତର କିସ। ଜ୍ଞାନ ଗୋଟେ ଜିନିଷ, ଯୁକ୍ତି ଅଛି। କୋଉଠି ଯୁକ୍ତି ଅଛି? ପାଲା ପେଣ୍ଡାଲରେ ଯୁକ୍ତି, ପ୍ରବଚନ ପେଣ୍ଡାଲରେ ଯୁକ୍ତି। ଆବେଳି ମହାପୁରୁଷଙ୍କ ଜ୍ଞାନକୁ ନେଇକି ଯୁକ୍ତି କରିବା ଭିତରେ ନୁହଁ। ଯାହା ହଉ ଅରକ୍ଷିତ ଦାସ କହନ୍ତି, ସିଏ ମଧ୍ୟ ରାମକୁ ସମ୍ବୋଧନ କରିଥିଲେ। କିଏ ସେ? ଅରକ୍ଷିତ ଦାସ। ହେ ରାମ, ମନେ ରଖିଥା, ଏମିତି ସମୟ ଆସିବ ଲୋକ ଖାଇ ପିଇକି ବିଛଣାରେ ଶୋଇଥିବେ, ସକାଳ ହେଲେ ସତ କହିବେ। କେବେ ହବ ଆମର ମନେ ପଡୁନାହିଁ। ସେ 55 ନା 56 ଅଙ୍କରେ ଏମିତି କଣ ଲେଖିଛନ୍ତି ଅର୍ଥିକ ଦାସ, ବୁଝିହଉଛି ନା? ସେ 55 ନା 56 ଅଙ୍କରେ ଖାଇ ପିଇକି ଶୋଇଥିବେ। ମାନେ ଯଦି ମୀନ କୃଷ୍ଣ ଚତୁର୍ଦଶୀ ଶୁକ୍ରଦେବ ବାସର ଅନ୍ଧକାର ଘଟିଯିବ ମଣିମଣ୍ଡଳ, ଗୋଟେ 55 ଅଙ୍କ ଲେଖିଛି। 55 ଅଙ୍କଟା ଚାଲିବ 2028 ମସିହାରେ। 28 ମସିହାରେ ମୀନ କୃଷ୍ଣ ଚତୁର୍ଦଶୀ ଶୁକ୍ରବାର ପଡୁଛି। 56ରେ କଣ ହବ? 56ରେ ଢେଉ ପୁଣି ମାଡ଼ି ନ ଆସିବ, ବଡ ଦେଉଳରେ ପାଣି ପଶିନଥିବ। 55 ହେଲା କେତେ? 28 ରୁ 29 ମସିହା। 56 ହଉଛି 29 ରୁ 30 ମସିହା। କିନ୍ତୁ ତାରି ଭିତରେ ଆମର କ୍ଲିୟର ମନେ ପଡୁନାହିଁ 55 ଅଙ୍କ କି 56 ଅଙ୍କ, ମୋର ମନେ ପଡୁନି ଆମର। ତାରି ଭିତରେ ଆଉ ଅରକ୍ଷିତ ଦାସ କହନ୍ତି, ରାତ୍ରିରେ ଯେ ଜନମାନେ ଶୟନରେ ଥିବେ, ରାତ୍ରି ପାଇଲେ ସକଳେ ସତ୍ୟ ଯେ ବାସିବେ। ଏମିତି ଗୋଟେ ସମୟ ଆସେ, ବେଶୀ ଦିନ ନୁହଁ, ନିକଟରେ। ଲୋକମାନେ ଖାଇ ପିଇକି କଣ ହେଇଥିବେ? ଶୋଇଥିବେ। ସକାଳୁ ଉଠିଲେ ସତ କଥା କହିବି। କାରଣ କଣ? ଗୋଟେ ମଳେ ପହଞ୍ଚି, ଏମିତି ଗୋଟେ ଭଗବାନଙ୍କର ଗୋଟେ କୁଟଚକ୍ର ବହୁତ ବିନାଶ ହେଇନି। ସେଥିପାଇଁ କେତେବେଳେ ଆଗ ବିନାଶ ତାପରେ ପ୍ରକାଶ। ଆଉ ତାପରେ ଦେଖୁଛୁ ଅନେକ ବ୍ୟକ୍ତି ସେ କଣ କରୁଛନ୍ତି, ଅଙ୍କଟାକୁ ହିସାବ ଖାଲି କହିଦେଇ ଯାଉଛନ୍ତି। ଅଙ୍କଟାକୁ ତାଳ ଦେଇକି କହିବା କଥା। ବୁଢାଟିଏ କହିଲେ, ଆମେ ଗୋଟେ ଜିନିଷ ଦେଖୁଥିଲୁ ଥରେ, ଜଣେ ବୁଢା ବ୍ୟକ୍ତି ସେ ଆମକୁ ଫୋନ କରି କହୁଛି, ମୁଁ ହଉଛି ଠାକୁର। 62 ନା 63 ବର୍ଷ। କହିଲୁ ବାବା, ଆପଣ ଆମର ତ ବହୁତ ବୟସରେ ବଡ,
ଥରେ ଆପଣଙ୍କୁ ଯଦି 73 ବର୍ଷ ଆପଣ କହୁଛ ଠାକୁର, ଆପଣଙ୍କ ଅଙ୍କଟା ମିଶେଇକି ଗଲେ ଥିବାରଟା ପଡ଼ିବ କି? ସେଇଠୁ ଆଉ କିଛି କହିଲେନି। କିନ୍ତୁ ଢେଙ୍କାନାଳରୁ ଜଣେ ସେମିତି ଫୋନ କରିଦେଲେ, କହିଲେ ମୁଁ ହେଉଛି ଅଚ୍ୟୁତାନନ୍ଦ ବଂଶ। କହିଲେ ଆପଣ ଏଇଠି, ଆମେ କହିଲୁ ଆମେ ଜାଣିଛୁ ଏତିକି, ନିଜ ଅଙ୍କଟାକୁ ମିଶେଇ ଚାଲ, ମିଶୁଛି ନା ମିଶୁନି। ଖାଲି ମୁଁ ମହାପୁରୁଷ ବୋଲି କହିଲେ କଣ ହବ? ସେଗୁଡାକୁ ଆମେ ବିଶ୍ୱାସ କରୁ। ଏମିତି ବର୍ତ୍ତମାନ ଅନେକ ବାହାରିଲେଣି। ଛୋଟ ଛୁଆ, ଆଉ କିଛି ବାକ୍ୟ ରହିଲା, ଆମେ ଥରେ କହିଥିଲୁ, ଏ ଛୋଟ ଛୁଆ ଯେ ଜନ୍ମ ହବ ସିଏ ମଧ୍ୟ କହିବ ମୁଁ ଗୋଟେ ଠାକୁର। ହଉ ସେ ଛାଡ଼, ଯିଏ ଯାହା କରିବ ସିଏ ତା ପାଇବ। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦିକ ବାର ହରି।